ଆଜି ଡ୍ୟୁଟିରୁ ଆସିଲା ପରେ ଝିଅ କହିଲା ବୋଉ ଶାଗୁ କ୍ଷୀରକୁ ପରଟା ଟିକେ ଖାଇବା ପାଇଁ ଇଚ୍ଛା ହେଉଛି। ମୁଁ କହିଲି ଠିକ୍ ଅଛି କରିଦେବା ଶାଗୁ କ୍ଷୀରକୁ ପରଟା। ଆଉ ଶାଗୁ ଟିକେ ବତୁରେଇ ଦେଲି, ଡେକ୍ଚି ଗୋଟେ ଗ୍ୟାସ୍ ଦେହରେ ବସେଇ ଘିଅ ଟିକେ ଦେଇ ତା ଦେହରେ ଭାଜିଦେଲି କାଜୁ ତେଜପତ୍ର ଅଳେଇଚକୁ, ତାକୁ ବାହାର କରିଦେଇ ଆଉ ଟିକେ ଘିଅ ଦେଇ ଚିନି 2-4 ଚାମଚ କ୍ୟାରାମେଲାଇଜ୍ କରି ତା ଦେହରେ ଦେଇଦେଲି କ୍ଷୀରକୁ। କ୍ଷୀରଟି ଫୁଟିଲା ପରେ ପକେଇଦେଲି ବତୁରା ହେଇଥିବା ଶାଗୁକୁ, ସ୍ୱାଦ ଅନୁଯାୟୀ ଲୁଣ ଆଉ ଚିନିଟି ଦେଇଦେଲି। ସେ ସିଝିବା ପାଇଁ ଛାଡ଼ିଦେଲି। ସିଝିଲା ପରେ ପକେଇଦେଲି କାଜୁ, ତାପରେ ପକେଇଦେଲି ମିଲ୍କ ମେଡ଼୍କୁ, ଆଉ ଟିକେ ଅଳେଇଚ ଗୁଣ୍ଡ ଦେଇକି ଓହ୍ଲେଇ ଦେଲି। ଚାଲନ୍ତୁ କ୍ଷୀରି ଥଣ୍ଡା ହେଲା ଭିତରେ ଆପଣମାନେ ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ଫେସବୁକ୍ରୁ ଦେଖୁଥିଲେ ଫଲୋ କରନ୍ତୁ, ଆଉ ୟୁଟ୍ୟୁବ୍ରୁ ଦେଖୁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏବେ ପରଟା ମଧ୍ୟ ସେକିଦେବା, ତାପରେ ପ୍ଲେଟିଂ କରିକି ଆପଣମାନଙ୍କୁ ଦେଖେଇଦେଇ। ମୁଁ ଟିକେ ପତଳା କ୍ଷୀରି କରିଛି କାହିଁକିନା ପରଟାରେ ଖାଇବା ପାଇଁ। ଆପଣମାନେ ଚାହିଁଲେ ମୋଟା କରିକି ମଧ୍ୟ କରିପାରିବେ। ଏବେ ବାଢ଼ିଦେଲି ଶାଗୁ କ୍ଷୀରିକୁ ପରଟା। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ ଟିକେ କରିବେ। ଆଜି ପାଇଁ ରହୁଛି। ନମସ୍ତେ, ଜୟ ଜଗନ୍ନାଥ।